ଚତୁର୍ଥୀ ରାତି କଲା। ସକାଳୁ ସକାଳୁ ଦେଲା ଗୁଡ୍ ନ୍ୟୁଜ୍। ଗୋଟେ ଛୁଆକୁ ଦେଲା ଜନ୍ମ, ଗୋଟେ ଝିଅକୁ ଦେଲା ଜନ୍ମ। ଆସନ୍ତୁ ଜାଣିବା ଏହା ପଛର ରହସ୍ୟ କ'ଣ। ଚତୁର୍ଥୀ ରାତି ସକାଳୁ ସକାଳୁ ଗର୍ଭବତୀ ହୋଇଗଲା ନୂଆ ବୋହୂ। ଗାଁ ଗହଳିରେ ପଡ଼ିଗଲା ଚହଳି। ନମସ୍କାର ପାଠକ ବନ୍ଧୁଗଣ। ଚତୁର୍ଥୀ ପରଦିନ ହିଁ ଛୁଆ ଜନ୍ମ କରିଥିଲେ ନୂଆ ବୋହୂ। ଚତୁର୍ଥୀ ରାତିରେ ପେଟ କାଟିବାରୁ ତାଙ୍କର ସ୍ୱାମୀ ମେଡ଼ିକାଲ ନେଇଯାଇଥିଲେ। ଆପଣମାନେ ଜାଣିଥିବେ କି ଏବେ ଆମ ସମାଜରେ ସବୁ ଅଦ୍ଭୁତ କଥା ହିଁ ଘଟି ଚାଲିଛି, ଯାହାକୁ କି ଆପଣମାନେ ବିଶ୍ୱାସ କରିପାରିବେ ନାହିଁ। ଚତୁର୍ଥୀ ପରଦିନ ନୂଆ ବୋହୂ ପିଲାକୁ ଜନ୍ମ ଦେଇଛି। ଏହାକୁ ଯେ କେହି ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛି। ହେଲେ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହି କଥାଟି ହେଉଛି ସତ। ଯେତେବେଳେ ସ୍ୱାମୀ ଜଣକ ତାଙ୍କୁ ମେଡ଼ିକାଲ ନେଇଯାଇଥିଲେ, ସେତେବେଳେ ମହିଳା ଜଣକ ସେଠାରେ 7 ମାସର ଏକ ପିଲାକୁ ଜନ୍ମ ଦେଇଥିଲେ। ଗ୍ରେଟର ନୋଇଡାରେ ଏଭଳି ଘଟଣା ଘଟିଯାଇଛି। ଗତ ସୋମବାର ଦିନ ତାଙ୍କର ବିବାହ ହୋଇଥିଲା। ଏହାପରେ ନବବିବାହିତା ମହିଳାଙ୍କ ପେଟରେ ହଠାତ୍ ଯନ୍ତ୍ରଣା ଅନୁଭବ ହେଲା। ଏହାପରେ ତାଙ୍କର ଯନ୍ତ୍ରଣା ବଢ଼ିଯିବାରୁ ଶାଶୁଘର ଲୋକେ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ଆଉ ଡାକ୍ତରଖାନା ନେବା ପରେ ସେମାନେ ଏହା ଜାଣିବାକୁ ପାଇଲେ କି ତାଙ୍କ ଘରକୁ ଯେଉଁ ବୋହୂ ବିବାହ କରି ଆସିଛନ୍ତି ସେ 7 ମାସର ଗର୍ଭବତୀ ଅଛନ୍ତି। ଏହାପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। କେବଳ ସେତିକି ନୁହେଁ, ଡାକ୍ତରଖାନା ନେବାର ପରଦିନ ନବବିବାହିତା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଆଉ ଏହି ଖବର ସମସ୍ତଙ୍କୁ ଏବେ ଚମକାଇ ଦେଇଛି। ଗ୍ରେଟର ନୋଇଡାର ଜଣେ ବ୍ୟକ୍ତି ସିକନ୍ଦରାବାଦର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ସବୁକିଛି ସରିଯାଇଥିଲା। ହେଲେ ଚତୁର୍ଥୀ ରାତିରେ ହଠାତ୍ ନବବିବାହିତା ବଧୂ ପେଟରେ ଖୁବ୍ ଜୋରରେ ଯନ୍ତ୍ରଣା ହେବାକୁ ଲାଗିଲା, ଯାହାର ଫଳରେ ତାଙ୍କର ଶାଶୁଘର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେବାରୁ ସେଠାରେ ସେ ଏକ ଶିଶୁ କନ୍ୟାଟି ଜନ୍ମ ଦେଇଥିଲେ। ଆପଣମାନଙ୍କୁ ଏହି କଥାଟି ଯଦି ଶୁଣି ଭଲ ଲାଗିଛି, ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଜମା ଭୁଲନ୍ତୁନି।